ରଜରୁ ରଜରୁ କ୍ରିପ୍ଟୋ ତା ନା ଦିଆହେଇଯାଇଛି, ଚେଞ୍ଜ କରାହେଇଯାଇଛି। ଆଉ ରଜର ନାହିଁ ନାଇଁ, ଆମେ ଜାଣିକି ଚେଞ୍ଜ କରିଦେଲୁ। ଆମର ନୂଆ ନାଁ ଦେବା। ହେଇରେ ମେଡ଼ିସିନ ଖାଇବ, ମେଡ଼ିସିନ ଖାଇବ, ମେଡ଼ିସିନ ଖିଆ ହବ। ସବୁ ମେଡ଼ିସିନ ଗୁଡ଼ା ଖାଇଛି, ତା ଦେହ ଟିକେ ଭଲ ନାହିଁ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ମୋ ଭିଡ଼ିଓରେ। ତ ଚାଲନ୍ତୁ ମୈତ୍ରୀ ସନ୍ଧ୍ୟା ସାମଲ ଚ୍ୟାନେଲକୁ ଆପଣମାନଙ୍କୁ ୱେଲକମ୍। ତ ଏବେ ହେଉଛି 9ଟା ବାଜିଛି ଆଉ ପୂଜା ଷ୍ଟାର୍ଟ ମୁଁ କରୁଛି। ତ ଚାଲନ୍ତୁ, ଆଜି ହେଉଛି ପ୍ରଥମ ଦିନ ନବରାତ୍ର ପୂଜା। ନବରାତ୍ର ମାଙ୍କର ନବରାତ୍ର ଷ୍ଟାର୍ଟ ହେଇଗଲା, ଆଉ କାଲି ମହାଳୟା ଅମାବାସ୍ୟା ଗଲା। ଆଜି ହେଉଛି ପ୍ରଥମ ଦିନ ନବରାତ୍ରର। ତ ଚାଲନ୍ତୁ ଆଜି ପୂଜା ଏବେ ସକାଳୁ ସକାଳୁ ଟିକେ 9 ଦିନ ପୁରା ଭୋର ଭୋର ଟିକେ କରିବାକୁ ଚେଷ୍ଟା କରୁଛି। କାମ ଭିତରେ ସକାଳର ନାସ୍ତା ଇଏ ସିଏ ଏଇଗୁଡ଼ାକ କଲାବେଳକୁ ଟାଇମ୍ ପାର। ତ ଚାଲନ୍ତୁ ପୂଜା କରିଦେବା। ଆଉ ଦେଖନ୍ତୁ, ମୋର ପୂଜା ଘରେ ଆଜି ଟିକେ ପୋଛାପୋଛି ଏଇ ଯେଉଁ ଠାକୁରଙ୍କ କପଡ଼ା ଫପଡ଼ା ସବୁ ଟିକେ ଚେଞ୍ଜ ଆଉ ଥରେ କରିଦେଉଛି, କାହିଁକିନା ନବରାତ୍ର ପୂଜାଟା। ତ ଚାଲନ୍ତୁ କରିନେବା। ଆଉ ଆପଣମାନଙ୍କୁ ଏଇ ଭିଡ଼ିଓଟି ଦେଖିଲା ପରେ କେମିତି ଲାଗିବ, ଆଉ ଦୁର୍ଗା ପୂଜା ପାଇଁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୋର ଆଉ ମୋ ପରିବାର ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ରହିଲା। ତ ଚାଲନ୍ତୁ ପୂଜା ଘରେ ମୁଁ ଏବେ ପୂଜା ଶାଢ଼ୀ ପିନ୍ଧି ଦେଇକି ପଳେଇ ଆସିଛି। ତ ଏଇମିତି କଲରର ପୂଜା ଶାଢ଼ୀ ଟିକେ ରଖିବା ସମସ୍ତେ ଜରୁରୀ। ଦେଖନ୍ତୁ ହଳଦିଆରେ ଲାଲ ଏମିତି ଟିକେ ଟାଇପ୍ର ଟିକେ କଲର୍ ଡେଲି ଡେଲି ପୂଜା କରିବା ପାଇଁ, ନୀତିଦିନ ପୂଜା ପାଇଁ ନିହାତି ଭାବେ ପୂଜା ଶାଢ଼ୀ ଅଲଗା କରିବା କଥା। ମୋ ମତରେ ପୂଜା ଶାଢ଼ୀ ଚେଞ୍ଜ କରିକି ରଖିକି ପୁଣି ଅଲଗା ଶାଢ଼ୀ ଅଲଗା କପଡ଼ା ପିନ୍ଧିବା କଥା ଦିନ ଭରିର। ତ ମୁଁ ପୂଜା ଶାଢ଼ୀର ପେୟାର ପୁରା ଅଲଗା ରଖିଦେଇଛି। 2 ଟାଇମ୍ ପୂଜା ଯେଉଁ କରେ ତାକୁ ମୁଁ ଏଇ ଶାଢ଼ୀ ପିନ୍ଧେ, 3-4 ପେୟାର ମୁଁ ରଖିଦେଇଛି। ଆଉ ତାକୁ ଧୋଉଥାଏ ମଝିରେ ମଝିରେ, କାହିଁକିନା ଘଣ୍ଟେ 1.5 ଘଣ୍ଟା 2 ଘଣ୍ଟା ଏମିତି ପୂଜାରେ ଲାଗିଯାଏ। ଗୋଟେ ଗୋଟେ ଦିନ ତ ଭଲ ମନ୍ଦ ସ୍ପେଶାଲ ଡେରେ ପୁରା ଦିନ ପିନ୍ଧିକି ରହିବାକୁ ପଡ଼େ। ତ ଚାଲନ୍ତୁ ଦେଖନ୍ତୁ, ତ ଆପଣମାନେ କେମିତି ଲାଗିବ ନିହାତି ଭାବେ ମତାମତ ଜଣାଇବେ। ଯେଉଁମାନେ ନୂଆ ଆସିଛନ୍ତି ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ, ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖି ନିଅନ୍ତୁ। ଆଉ ଆପଣମାନେ ନିହାତି ଭାବେ ଜଣାନ୍ତୁ ମୋ ଭିଡ଼ିଓଟି କେଉଁ କେଉଁ ଜାଗାରୁ ଦେଖୁଛନ୍ତି। ଗରମ ହେଉଛି ପୂଜା ଘରେ ପୁରା ଝାଳ, ଏମିତି ଝାଳରେ 1.5 ଘଣ୍ଟା 2 ଘଣ୍ଟା ପୁରା ପୂଜା କରିବୁ। ତାପରେ ଯାଇକିନି ସେଇଥିପାଇଁ ମୁଁ ଶାଢ଼ୀ ଅଲଗା ରଖିଦେଇଛି, ଠାକୁର ପୂଜାର ଶାଢ଼ୀ। ଆଉ ତାକୁ 2-3 ଦିନ 4 ଦିନରେ ଥରେ ମୁଁ ଧୋଇଦିଏ। ତାକୁ ସାଙ୍ଗେ ସାଙ୍ଗେ ମୁଁ ପାଲଟିକି ପୁଣି ଅଲଗା ପେୟାର ପିନ୍ଧେ, କାହିଁକିନା ଦିନ ଭରିର ଅଲଗା କପଡ଼ା। ତ ଚାଲନ୍ତୁ ଡେରି ନ କରିକି ପୂଜା ଷ୍ଟାର୍ଟ କରିଦେବା। ଆଉ ଏବେ ଟିକେ ପୋଛାପୋଛି ଧୁଆଧୁଇ ଏଗୁଡ଼ାକ ସବୁ ଠାକୁର ଘର ଚାଲିଛି। ଚାଲନ୍ତୁ ମୁଁ କ୍ୟାମେରା ବୁଲେଇ ଦେଉଛି, ଦେଖାଇ ଦେଉଛି ଆପଣମାନଙ୍କୁ। ପୁରା ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନଙ୍କୁ କେମିତି ଲାଗିଲା ନିହାତି ଭାବେ ମତାମତ ଜଣାନ୍ତୁ। ଚାଲି ଏଗୁଡ଼ା ସବୁ ଚେଞ୍ଜ କରିଦେଲି। ଏଇଠି ଆମର ଗୀତା ବହି ରହିଛି, ଭାଗବତ ବହି। ତ ଗୀତା ଭାଗବତ, ଆଉ ଏଇଠି ହେଉଛି ଆମର, ଆଉ ଏଇଟା ହେଉଛି ବାବୁନାର ଖଡ଼ି ଛୁଆଁ ହେଇଥିଲା ସିଲଟିଟି। ମଝିରେ ମଝିରେ ଦୀପ ଧୂପ ଦିଆହେଉଛି ନା, ଆକୁ ଟିକେ ନ ପୋଛିଲା ବେଳକୁ କଳା ହେଇଯାଉଛି ଜାଗାଟା। ଆଉ ଏଇଟା ହେଉଛି କୁଟୁର, ତଳଟା କୁଟୁର। 2 ଜଣଙ୍କର ସିଲଟ ରଖା ହେଇଛି। ପ୍ରଥମ ଖଡ଼ି ଛୁଆଁ ହେଇଥିଲା, ସିଲଟ କିଣା ହେଇଥିଲା। ତ ଏଇ ସିଲଟରେ ଆଗ ଖଡ଼ି ଛୁଆଁ ହେଇଥିଲା। ତ ତାକୁ ପୋଛି ପାଛିକି ରଖିଦେଉଛି। ଠାକୁର ଘରେ ମୁଁ ରଖିଦିଏ, ମୂଳରୁ ହିଁ ରହିଛି ଏଇଠି। ପଢ଼ା ସରିଲା ପରେ ତାଙ୍କର ଯେତେବେଳେ ଖାତା ଧରିଲେ ସେତେବେଳରୁ ଏଇଟା ରହିଛି 2 ଜଣଙ୍କର। ଏଇଟା ହେଉଛି ବାବୁନାର, ଏଇଟା କୁଟୁର। ତାପରେ ଠାକୁର ଘର ପୋଛିବି। ଠାକୁର ଘର ଏଇଠି ଝରକାଟିଏ ଅଛି, ସ୍କ୍ରିନ୍ ପଡ଼ିଛି ଏଇଠି ଝରକାଟିଏ। ଚାଲନ୍ତୁ ପୂଜା କରିଦେବା ଲେଟ୍ ନ କରିକି। ଆଉ ଏ କପଡ଼ା ଫପଡ଼ା ସବୁ ଚେଞ୍ଜ କରିଦେଲି, ପୁଣି ଏଇ ତଳଟା ପୋଛିବି, ପୋଛିକି ପୂଜା ଷ୍ଟାର୍ଟ ହେବ। ଚାଲନ୍ତୁ ତେବେ ଲେଟ୍ ନ କରିକି ପୁରା ଭିଡ଼ିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ଜାଣିପାରିବେ ଆଜିର ଦିନଟି କିପରି ରହିଲା, କିପରି କ'ଣ କଟିଥିଲା। ଆଜି ହେଉଛି ସୋମବାର। ଚାଲନ୍ତୁ ତେବେ।
ପଡ଼ିଦେ ଅଲଗା ଅଛି ଟିକେ ପଡ଼ିଦେ ତାପରେ ରୁଟି କରିଦେବି ଖାଇଦେବୁ। ଥଣ୍ଡା ଥଣ୍ଡା ବାସ ମଝିରେ ମଝିରେ ଟିକେ ଲସି ପିଇ ଦେଉଛି ଆଉ ନା। ଆରେ ଟିକେ ନଡ଼ିଆ କାଜୁ ଚେରି କରିକି ପକେଇଦେଲେ ନଡ଼ିଆ ପକେଇଦେବେ।
ଏଇଠି ଦର୍ଶକ ବନ୍ଧୁ ଖରାବେଳର ଖାଇବା ପ୍ରସ୍ତୁତି ହେଇଗଲା। କଦଳୀ ଦେଇକି ଶାଗ ଭଜା, ଡାଲି ଆଉ କ୍ରିପ୍ଟୋ ପାଇଁ ଆମର କଖାରୁ ସିଝେଇ ଦେଲି, ଭାତ ଆଉ ଏମିତି କିଛି ତରକାରୀ କରିଦେଲି। ତାପରେ ଖାଇବା ଜିନିଷ ତିଆରି ହେଇଗଲା ପରେ କ୍ରିପ୍ଟୋକୁ ମେଡ଼ିସିନ ଦିଆ ନିଅ ଦେଢ଼ା ଧରିଛି ଏମିତି ଦେଇଥିଲି ମୁଁ ଏମିତି ଧରିଛି ହେଲା। ଏବେ ଚାଲ ତାକୁ ଧରୁଛି ମୁଁ। କ'ଣଟା ହସିବ କହୁଥିଲୁ? ପାଉଡର ମିଶା ହେଇଛି। ହଁ ପାଉଡର ମିଶା ହେଇଛି। ପାଣି ପୁରେଇକି କେଉଁ ପାଣି? ଉଷୁମ ପାଣି ଦେଲୁ ନା? ଓହୋ ଢାଳି ହେଇଯାଉଛି ଏକାଥରେ କାହିଁକି ଦେଲୁ? ତାକୁ ଟିକେ ଦେଇଥାନ୍ତୁ, ପୁଣି ରହିଥାନ୍ତୁ। ସେ ଚାଟିଦେବ ଯେ ଚାଟିଦେବ ଚାଟୁ। ତ ଗୋଡ଼ ଫୋଡ଼ ଲଗା ହେଉଛି ସେଠି ପୁଣି ତଳେ। ତୁ ଦବୁ ଯେତେବେଳେ ମୁଁ ତ ଧରିଥାନ୍ତି, ନହେଲେ ଦେଇଥାନ୍ତି। ଦେଖନି ଚାମଚଟା, ଏଇ ଚାମଚ ତାର। ଥାଉ ତଳୁ ଦେନା ଥାଉ। ଧୀରେ ଧୀରେ ଦେ, ତାକୁ ମୁଣ୍ଡଟା ଉଠା ମୁଁ ଧରୁଛି ରହ। ନହେଲେ ଏଟା ପୁଣି ମୁଁ କେମିତି ଧରିବି? ତାକୁ କୋଡ଼ରେ ବସେଇକି ମୁଣ୍ଡରେ ଉଠେଇକି ଦେଇଥାନ୍ତୁ। ଏଇ ମେଡ଼ିସିନ ଖିଆ ହେଉଛି। ହେଲା ଗୋଟେ ସରିଲା। ଏଟା କେମିତି ଦେବୁ? ମୁଁ ଧରି ଦେଉଛି ର ଉପରକୁ ଟିକେ ମୁଣ୍ଡ କର। ହେଇ ପକେଇ ଦେଉଛି ଉପରକୁ ମୁଣ୍ଡ କର। ପକେଇ ଦେଉଛି, ଟିକେ ବି ପକାନା। ତା ମାପ ଅନୁସାରେ ପକେଇ ଦେବି। ତ ମାପ ଅନୁସାରେ ଉପରକୁ ମୁଁ ଧରୁଛି। କାନଟା ଗୋଟେ ଟିକେ ପଡ଼ିଯାଇଛି, ଗୋଟେ ତାର ତ ପଡ଼ିଥିଲା ଆଗରୁ, ଗୋଟେ ଉଠିଯାଇଛି। କ'ଣ କେତେବେଳେ ବେଣ୍ଡ ହେଇଯାଉଛି, କେତେବେଳେ ସିଧା ହେଇଯାଉଛି, କେତେବେଳେ ଠିଆ ହେଇଯାଉଛି କାନ। ହେଇ ଗୋଟେ ଉଠେଇକି ରଖିଛି କାନଟାକୁ। ଏଇ କାନଟା ପଡ଼ିଛି, ଏଇ କାନଟା ଉଠିଛି। କିନ୍ତୁ କିଛି ତାର କିଛି ନାହିଁ। ଆଉ ବୋବା କମିଯାଇଛି, ଆବାଜ କମିଯାଇଛି। ହେଇରେ ଭଲ ହେଇଯିବ, ଧୀରେ ଧୀରେ ଭଲ ହେଇଯିବ। ଆମ କ୍ରିପ୍ଟୋ ଭଲ ହେଇଯିବ। ତା ନାଁଟା ଆମେ ଚେଞ୍ଜ କରିଦେଇଛୁ। ରଜର ଦିଆ ହେଇଥିଲା ରଜର ରାଉତ, ନାଇଁ? ଏବେ କ୍ରିପ୍ଟୋ ରାଉତ ହେଇଗଲା। କାଇଁ ଦେହ ଭଲ ନାହିଁ ବା। ଏଇଗୁଡ଼ା ମେଡ଼ିସିନ, ଏଇ ମେଡ଼ିସିନ ଖିଆ ହେଉଛି ଏବେ। ଏଟା ଡିୱାର୍ମିଂଟା ତାକୁ ଆମର କେତେ ଦିନରେ ଥରେ କରିବା? ଏବେ ସପ୍ତାହରେ ଥରେ କରାହେଉଥିଲା, ଏବେ 2 ହପ୍ତାହରେ ଥରେ କରାହେବ। ଏଇଟା ଗଲତି ପଲଟେଇବନି, ଏଟା ଏମିତି ସିଧା ରହିବ। ତାହେଲେ ଉପରକୁ ରଖିଦେ। ହେଇ ସେଇଠି ଏଇ ଯେଉଁ ଆମର ଲାଫିଂ ବୁଥର ଯେଉଁ ଇଏ ଅଛି ସେଇଠିକି ରଖିଦେ। ସବୁ ମେଡ଼ିସିନ ସେଇଠି, କେହି ହାତ ମାରିବେନି ହେଲା। ଏଇଟା ଗୋଟେ ଦିଆହେଉଛି, କ'ଣଟା ଏଟା? ଲେଭେରା ଏଟା ଦିଆହେଉଛି। ଆଉ ଗୋଟେ ଟାବଲେଟ୍ ଦିଆହେଇଥିଲା। ଏଇଟା କ'ଣ ଷ୍ଟେରଏଡ଼ ନା କ'ଣ? ସେଇଟା ନା ଷ୍ଟେରଏଡ଼ ନା? ହାର୍ଟ ଆଉ ମସଲ୍ସ ପାଇଁ। ବାସ୍। ଆଉ ସେ ବୋବେଇବା, ଯେଉଁ ଭୁକିବା, ଆବାଜ କରିବା, ନନଷ୍ଟପ୍ ଆବାଜ, ସେଗୁଡ଼ାକ ସବୁ ବନ୍ଦ ହେଇଯାଇଛି ଏବେ। ଭଲ ହେଇଯାଇ ନାଇଁ? ହେଇ ତଳେ ବା। ରାତିରେ କ୍ରିପ୍ଟୋର କ୍ଷୀର ରୁଟି ଆଉ ସୋୟାବିନ୍ କୁଟୁ ପାଇଁ କରିଥିଲି, ସୋୟାବିନ୍ କଷା। ତ ଚାଲନ୍ତୁ ତା ଦେହରୁ ମୁଠେ କ୍ରିପ୍ଟୋକୁ ଦେଇଦେଲି। ସେ ପୁରା ଖୁସିରେ, ଏଇସବୁ ବହୁତ ପସନ୍ଦ ତାକୁ ଖାଇବା ପାଇଁ। ତ ରାତିର ତରକାରୀ କରିଦେଲି, କଷା ଆଉ ରୁଟି। ତା ସାଙ୍ଗକୁ ଦିନର ଟିକେ ତରକାରୀ ଥିଲା, ଆଉ କୁଟୁର ବାପାକୁ ଦେଇଦେଲି ଖାଇବା ପାଇଁ। ଚାଲନ୍ତୁ ମିଷ୍ଟରଙ୍କୁ ଦେଲା ପରେ ରାତିରେ ଖାଇ ପିଇକି ଆମେ ଶୋଇଥିଲୁ। ତ ଆଜିର ଦିନଟି କିପରି ଥିଲା ନିହାତି ଭାବେ ଦେଖିଲେ ଆପଣମାନେ ଜଣେଇବେ ନିହାତି କମେଣ୍ଟ ଦ୍ୱାରା। କମେଣ୍ଟର ଅପେକ୍ଷାରେ ରହିଲି। ଆଉ ଏଇଠି କ୍ରିପ୍ଟୋର ଖାଇବା ତିଆରି ହେଇଯାଇଛି, ତାକୁ ନେଇକି ଦେବି। ତାପରେ ମେଡ଼ିସିନ ଟିକେ ଖାଇବ, ଏବେ ଦେହ ଭଲ ନାହିଁ, ତେଣୁକରି ମେଡ଼ିସିନ ବି ଚାଲୁଅଛି। ତ ଚାଲନ୍ତୁ ଆଜିର ଭିଡ଼ିଓଟି ଏତିକି ବାଟ ପର୍ଯ୍ୟନ୍ତ ଦେଖିଥିବାରୁ ଧୈର୍ଯ୍ୟର ସହିତ ଆପଣମାନଙ୍କୁ ଧନ୍ୟବାଦ। ପୁଣି ଦେଖାବ ନେକ୍ସଟ ଭିଡ଼ିଓରେ। ଲଭ୍ ୟୁ ଅଲ୍। ଜୟ ଜଗନ୍ନାଥ।